କ୍ୟାନ୍ସର କବ୍ଜାରେ ବିଶ୍ୱ ମିଳୁନି ସମାଧାନର ବାଟ। କାୟା ମିଲାଇ ଚାଲିଛି ଏହି ମାରାତ୍ମକ ରୋଗ। ଉପାୟ ଖୋଜୁଛି ବିଜ୍ଞାନ, ଚିନ୍ତାରେ ଲୋକେ। ଆଜିକାଲି ଅନେକ ଲୋକ କର୍କଟ ରୋଗରେ ଆକ୍ରାନ୍ତ। କର୍କଟର ଉପଚାର ନେଇ ବି ବିଜ୍ଞାନ ଯେତେ ପାଦ ଆଗକୁ ବଢୁଛି, କର୍କଟ ମଧ୍ୟ ସେତେ ବେଗରେ ତାର କାୟା ମିଲାଇ ଚାଲିଛି। ବର୍ତ୍ତମାନ ଏକ ନୂଆ ରିପୋର୍ଟ ଅନୁସାରେ ଆପଣଙ୍କ ଶରୀରରେ ଥିବା କଳାଜାଇ ମଧ୍ୟ କର୍କଟର କାରଣ ହୋଇପାରେ। ଏହି ପ୍ରକାର କର୍କଟ ଚର୍ମର ଗୋଟିଏ ଅଂଶରୁ ଅନ୍ୟ ଏକ ଅଂଶକୁ ବ୍ୟାପିପାରେ। ଏହି ରୋଗରେ ପୀଡ଼ିତ ଜଣେ ଡାକ୍ତର ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଯେ ତାଙ୍କ ଶରୀରରେ କ'ଣ ଲକ୍ଷଣ ଦେଖାଯାଇଥିଲା। ଆମେରିକୀୟ ଏକାଡେମୀ ଅଫ୍ ଡର୍ମାଟୋଲୋଜି ଆସୋସିଏସନ ଆର୍ଟ ଦ୍ୱାରା ଲିଖିତ ଏକ ପୁସ୍ତକ ଦି କ୍ୟାନ୍ସର ରୋଡମ୍ୟାପ୍ରେ ଡକ୍ଟର ଲି ଜୋ ରିଓର୍ଡନ୍ କର୍କଟ ରୋଗର ଲକ୍ଷଣଗୁଡ଼ିକୁ ବ୍ୟାଖ୍ୟା କରୁଥିବା ସରଳ ଉପାୟଗୁଡ଼ିକ ପରାମର୍ଶ ଦେଇଛନ୍ତି। ବାସ୍ତବରେ ଶରୀରରେ କଳାଜାଇର ଆକାର ବୃଦ୍ଧି ଚର୍ମ କର୍କଟ ରୋଗର ଲକ୍ଷଣ ହୋଇପାରେ। ଏନ୍ଏଚ୍ଏସ୍ ରିପୋର୍ଟ କରେ ଯେ ସାଧାରଣ କଳାଜାଇ ସାଧାରଣତଃ ଗୋଲାକାର ଏବଂ ସେମାନଙ୍କର ଧାର ମସୃଣ ଥାଏ। ମେଲାନୋମା ସାଧାରଣତଃ ଅସମାନ ଦେଖାଯାଏ। ଡାକ୍ତରଙ୍କ ମତରେ କଳାଜାଇର ଧାରଗୁଡ଼ିକ ଗଣ୍ଠିଲା ଭଳି ଅସ୍ପଷ୍ଟ କିମ୍ବା ତୀକ୍ଷ୍ଣ ହୋଇପାରେ। ଏହି କଳାଜାଇର ବାହ୍ୟ ସ୍ତର ଅସମାନ, ଯାହା ସୂକ୍ଷ୍ମ ଧାର ପରି ଦେଖାଯାଏ। ଯଦି ଚର୍ମରେ ଥିବା କଳାଜାଇରେ ଗାଢ଼ ବାଦାମୀ କିମ୍ବା କଳା ଦାଗ ଥାଏ, ତେବେ ଏହା ମଧ୍ୟ ମେଲାନୋମା କର୍କଟ ରୋଗର ଲକ୍ଷଣ। ଏନ୍ଏଚ୍ଏସ୍ ଗୁରୁତ୍ୱ ଦେଇଥିଲା ଯେ କଳାଜାଇ ସାଧାରଣତଃ ଗୋଟିଏ ରଙ୍ଗର ହୋଇଥାଏ, ଯେତେବେଳେ ମେଲାନୋମାର ସାଧାରଣତଃ 2 କିମ୍ବା ଅଧିକ ରଙ୍ଗ ଥାଏ। ସର୍ଜନଙ୍କ ମତରେ ଆପଣଙ୍କୁ ଆପଣଙ୍କର ତିଳର ଆକାରର ପ୍ରସ୍ତ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣଙ୍କର କଳାଜାଇ 6 ମିଲିମିଟରରୁ ଅଧିକ ଚଉଡ଼ା, ତେବେ ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ। ଏଥିପାଇଁ ଆପଣ ନିଜକୁ ଯାଞ୍ଚ କରିବା ଉଚିତ। ମେଲାନୋମା କର୍କଟ ହେଉଛି ସବୁଠାରୁ ବିପଜ୍ଜନକ ପ୍ରକାରର ଚର୍ମ କର୍କଟ। ଏହା ଚର୍ମରେ ଥିବା ମେଲାନୋସାଇଟ୍ସ ନାମକ କୋଷଗୁଡ଼ିକୁ ଆରମ୍ଭ ହୁଏ, ଯାହା ଆମ ଚର୍ମକୁ ରଙ୍ଗ ଦେବା ପାଇଁ କାମ କରେ। ଯେତେବେଳେ ଏହା କୋଷଗୁଡ଼ିକୁ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଏ, ମେଲାନୋମା ବିକଶିତ ହୋଇପାରେ, ଯାହାପରେ କର୍କଟ ରୋଗରେ ପରିଣତ ହୁଏ। ଯଦି କର୍କଟ ଏହି ରୋଗ ବ୍ୟାପିଛି, ତେବେ ଇମ୍ୟୁନୋଥେରାପି, କେମୋଥେରାପି କିମ୍ବା ଟାର୍ଗେଟେଡ୍ ଥେରାପି କରାଯାଇଥାଏ। ବ୍ୟୁରୋ ରିପୋର୍ଟ, ରିକଲ୍ ଓଡ଼ିଶା।